ଉଦୟଲାବଣ୍ୟରେ ଅନେକ ଥର ଖବର ପ୍ରସାରଣ କରିବା ପରେ ତିଗିରିଆ ଗହିରମୁଣ୍ଡ ଛକରେ ବର୍ତ୍ତମାନ ହେବାକୁ ଯାଉଛି ବା ସିମେଣ୍ଟ ଘରଟିଏ ହୋଇସାରିଲାଣି। ଏଠି ବସ୍ ଷ୍ଟାଣ୍ଡ ହେବ, ବସ୍ ରହିବ। ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିହାତି କମରେ କୁହାଯାଇପାରେ। ବାରମ୍ବାର ଖବର ପ୍ରସାରଣ କରିବା ପରେ ପ୍ରଶାସନ ଚେତିଛି ଆଉ ବସ୍ ଷ୍ଟାଣ୍ଡ ନିର୍ମାଣ ବର୍ତ୍ତମାନ କରାଯାଇଛି। କିନ୍ତୁ ବସ୍ ଷ୍ଟାଣ୍ଡ ଆକୁ କହିପାରିବା ନାହିଁ ଯେମିତି ଯାତ୍ରୀ ବିଶ୍ରାମଗାର, ଆକୁ ଆମେ କହିପାରିବା ଯାତ୍ରୀ ବିଶ୍ରାମଗାର ଉପରେ। ଇଏ ହେଉଛି ତିଗିରିଆ ଗହିରମୁଣ୍ଡ ଛକର ଅବସ୍ଥା। ଅନେକ ଥର ଆମେ ଆପଣଙ୍କୁ ଏଇ ଜାଗାରେ ଦେଖାଉଛୁ, କେତେବେଳେ ମନ୍ଦିର କଡ଼ରେ, କେତେବେଳେ ଦୋକାନ କଡ଼ରେ ଅନେକ ଲୋକ ଏମିତି ରାସ୍ତା କଡ଼ରେ ଏମିତି ଛିଡ଼ା ହୁଅନ୍ତି, ଦୋକାନୀଙ୍କର ଟାଇଟାପରା ଶୁଣନ୍ତି। କିଏ ବର୍ଷା ବେଳେ ମଧ୍ୟ କହିବେ ବାହାରି ଯା, ଆମ ଦୋକାନ ଜାଗା ନାହିଁ। ଏମିତି ଅବସ୍ଥାରେ ପ୍ରାୟ ଲୋକମାନେ ଯିବା ଆସିବା କରନ୍ତି କିମ୍ବା ଦୋକାନ ବାହାରେ ବାହାରେ ଛିଡ଼ା ହେଇକି କଷ୍ଟ ପାଆନ୍ତି, ପୁଣି ବସ୍ରେ ଉଠନ୍ତି, ବସ୍ରେ ଯାଆନ୍ତି। କିନ୍ତୁ ପ୍ରକୃତରେ ଆଜି ଆମେ ଆଉ ଗୋଟିଏ ସତ୍ୟ ଏଠି ଉନ୍ମୋଚନ କରାଯାଉଛୁ। ଯେଉଁ ଜାଗା ଆପଣ ଦେଖୁଛନ୍ତି ଏଠି ତିଗିରିଆ ଗହିରମୁଣ୍ଡ ଛକରେ, ଆର ପଛପଟେ ରହିଛି ଆର୍ଆଇ ଅଫିସ୍। ଏ ସମସ୍ତ ଜାଗା ଯାହା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କଠାରୁ ଜାଣିବାକୁ ମିଳୁଛି, ଏ ଜାଗା ହେଉଛି ସମ୍ପୂର୍ଣ୍ଣ ବସ୍ ଷ୍ଟାଣ୍ଡର। ଏ ବସ୍ ଷ୍ଟାଣ୍ଡର ଜାଗା ଗୁଡ଼ିକୁ ସମ୍ପୂର୍ଣ୍ଣ ମାଡ଼ି ବସିଛନ୍ତି ସାଧାରଣ ଲୋକ, କେହି ଉଠିବାକୁ ନାରାଜ। ତେଣୁ ଏଭଳି ଅବସ୍ଥାରେ ଆପଣ ଆଠଗଡ଼ରେ ଦେଖିବେ ବିରାଟ ବଡ଼ ବସ୍ ଷ୍ଟାଣ୍ଡ, ବଡ଼ମ୍ବାରେ ମଧ୍ୟ ଆଗାମୀ ଦିନରେ ବସ୍ ଷ୍ଟାଣ୍ଡରେ ଉଦ୍ଘାଟନ ହୋଇଯାଉଛି, ନରସିଂହପୁରରେ ମଧ୍ୟ ବସ୍ ଷ୍ଟାଣ୍ଡ ନିର୍ମାଣ ସରିଲାଣି, ଉଦ୍ଘାଟନ ହୋଇଯାଉଛି। କେବଳ ରାଜ୍ୟର ତିଗିରିଆ ଗୋଟିଏ ଛୋଟିଆ ବ୍ଲକ ହୋଇଥିବାରୁ, ଆଉ ତାହା ପୁଣି ଆଠଗଡ଼ ସବ୍ ଡିଭିଜନର ଇଏ ହେଉଛି ଛୋଟିଆ ବ୍ଲକ ତିଗିରିଆ, ତାରି ଭିତରେ ଏ ଛୋଟିଆ ଯାତ୍ରୀ ବିଶ୍ରାମଟେ କରିବା କେତେ ଦୂର ସମୁଚୀନ, ତାହା ଆମକୁ ତ ପ୍ରଶ୍ନ ସୃଷ୍ଟି ହେଉଛି। ଯଦି ଏ ଜାଗା ସରକାରୀ ଜାଗା ହେଇଛି, ବସ୍ ଷ୍ଟାଣ୍ଡର ଜାଗା ହେଇଛି, ତାକୁ ତୁରନ୍ତ ସରକାର ଏ ଜାଗାକୁ ଉଚ୍ଛେଦ କରାଯାଏ। ଯେମିତି ବଡ଼ମ୍ବାରେ ନୂଆ ବସ୍ ଷ୍ଟାଣ୍ଡ କରାଗଲା, ନରସିଂହପୁରରେ ବସ୍ ଷ୍ଟାଣ୍ଡ କରାଗଲା, ଆଠଗଡ଼ରେ ବସ୍ ଷ୍ଟାଣ୍ଡ କରାଯାଇଛି। ଯାତ୍ରୀ ବିଶ୍ରାମଗାର କରିଦେଲେ କିଛି ଲାଭ ନାହିଁ। ଏଠି ସବୁଦିନିଆ ଏ ଜାଗାକୁ ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କୁ ଉଚ୍ଛେଦ କରାଯାଇ ଏ ଜାଗାରେ ନୂଆ ବସ୍ ଷ୍ଟାଣ୍ଡ ନିର୍ମାଣ କଲେ ତିଗିରିଆ ଅଞ୍ଚଳର ଜନସାଧାରଣ ବିଶେଷ ଉପକୃତ ହେବେ। ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ, ଆଠଗଡ଼ ପ୍ରଶାସନକୁ, ତିଗିରିଆ ପ୍ରଶାସନକୁ, ସମସ୍ତଙ୍କୁ ଆଉ ଥରେ ଅନୁରୋଧ କରୁଛୁ, ଯେଉଁମାନେ ତିଗିରିଆ ଗହିରମୁଣ୍ଡ ଛକ ଅଞ୍ଚଳରେ ଜବରଦଖଲ କରିଛନ୍ତି ସାଧାରଣ ଲୋକ ବସ୍ ଷ୍ଟାଣ୍ଡର ଜମିକୁ, ସେ ଆର୍ଆଇ ଅଫିସ୍ ହେଉ, ଅନ୍ୟାନ୍ୟ ଅଫିସ୍ ହେଉ, ସେମାନଙ୍କୁ ଏଠାରୁ ଉଚ୍ଛେଦ କରାଯାଇ ଏ ଗହିରମୁଣ୍ଡ ଛକରେ ଗୋଟିଏ ଯାତ୍ରୀ ବିଶ୍ରାମଗାର ବଦଳରେ ଗୋଟିଏ ବଡ଼ ଷ୍ଟାଣ୍ଡଟେ କରାଯାଉ। ଯାହାହେଲେ ସାଧାରଣ ଲୋକ ବା ତିଗିରିଆ ଅଞ୍ଚଳ ଲୋକ ବିଶେଷ ଉପକୃତ ହେବେ। ବ୍ୟୁରୋ ନ୍ୟୁଜ୍, ଉଦୟଲାବଣ୍ୟ।